ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଝାରସୁଗୁଡ଼ାଠାରେ ଅନୁସୂଚିତ ଜାତି ଜନଜାତି ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଆହ୍ୱାନ କ୍ରମେ ଆସନ୍ତା 21 ଅଗଷ୍ଟ 2024 ଭାରତ ବନ୍ଦ ପାଳନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଗତ 1 ଅଗଷ୍ଟ ଦିନ ଅନୁସୂଚିତ ଜାତି ଓ ଜନଜାତି ସଂରକ୍ଷଣକୁ ନେଇ ଦେଇଥିବା ରାୟ ବିଷୟରେ ଆଲୋଚନା କରାଯାଇଥିଲା। ଅନୁସୂଚିତ ଜାତି ଓ ଜନଜାତିକୁ କରିବା ନିମନ୍ତେ ମାନ୍ୟବର ଅଦାଲତ ଉପବର୍ଗୀକରଣ ଓ କ୍ରିମିଲେୟର ଗୋଷ୍ଠୀ ନିରୂପଣ କରିବା ପାଇଁ ରାଜ୍ୟଗୁଡ଼ିକୁ ଦେଇଥିବା ନିର୍ଦ୍ଦେଶ ଅନୁସୂଚିତ ଜାତି ଓ ଜନଜାତି ବିରୁଦ୍ଧରେ ଯାଇପାରେ ବୋଲି ଆମେ ଅନୁଭବ କରୁଛୁ ଏବଂ ଏହାକୁ ବିରୋଧ କରୁଛୁ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ମାନ୍ୟବର ଅଦାଲତଙ୍କ ଏହି ରାୟ ଫଳରେ ଆଗାମୀ ଦିନରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେବାର ଆଶଙ୍କା ଦେଖାଦେଇଛି ବୋଲି ସେମାନେ କହିଛନ୍ତି। ତେଣୁ ଏହି ରାୟ ବିରୁଦ୍ଧରେ ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା ଭାରତ ବନ୍ଦ ଆହ୍ୱାନକୁ ଝାରସୁଗୁଡ଼ାରେ ସଫଳ କରିବା ପାଇଁ ଜିଲ୍ଲା ସ୍ତରରେ ଅନୁସୂଚିତ ଜାତି ଓ ଜନଜାତିର ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଏହି ଭାରତ ବନ୍ଦକୁ ସଫଳ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ବନ୍ଦ ସମୟରେ ଜରୁରୀକାଳୀନ ସେବାଗୁଡ଼ିକୁ ବାଦ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ରହି ବିଭିନ୍ନ ରାଜନୈତିକ ସଂଗଠନ ଯଥା ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ତଥା ବିଭିନ୍ନ ସାମାଜିକ ଓ ବୈପ୍ଳବିକ ସଂଗଠନ ଯଥା ସମ୍ମିଳିତ ଆଦିବାସୀ ସମାଜ, ଲୋକମୁକ୍ତି ସଂଗଠନ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ, ଜିଲ୍ଲା ଛାତ୍ର ସାମୁଖ୍ୟ, କୋଶଳ ସେନା, AITUC, CITU, ସଂଖ୍ୟାଲଘୁ ସମ୍ପ୍ରଦାୟ ସଂଗଠନ, ଆଦିବାସୀ ମହିଳା ଓ ନାରୀ କଲ୍ୟାଣ ସଂଘ, ଜିଲ୍ଲା କିଷାନ ସମାଜ, ଆଦିବାସୀ ଶକ୍ତିପୀଠ ସେବା ଟ୍ରଷ୍ଟ, ଲକ୍ଷେ ଘର ଗଣ୍ଡା ସମାଜ ତଥା ଅନ୍ୟାନ୍ୟ ସାମାଜିକ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ।